ମୁଁ ଭଦ୍ରକ ମୋହରୀ ସଂଘର ସମ୍ପାଦକ ରାମଚନ୍ଦ୍ର ନାୟକ। ଆଜି ଭଦ୍ରକ ମୋହରୀ ସଂଘ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଆଜି ସାରା ଓଡ଼ିଶାର ମୋହରୀ ଦିବସ ବିଭିନ୍ନ ସଂଘ ତରଫରୁ ପାଳନ କରାଯାଉଥିବା ବେଳେ ଭଦ୍ରକ ସଂଘ ମଧ୍ୟ ଆଜି ପାଳନ କରିଛି। ଏହି ଦିବସ ଉପଲକ୍ଷେ ଆମ ସଂଘର ସଭାପତି ଉମାକାନ୍ତ ସାହୁ ଏବଂ ମୁଁ ସମ୍ପାଦକ ହିସାବରେ ଯେଉଁ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଡାକୁଛୁ, ଯେଉଁମାନେ ଯେ ଦୀର୍ଘ ଦିନ ଧରି ମୋହରୀ କାର୍ଯ୍ୟ କରୁଥିଲେ ଏବଂ ସେମାନେ ଅବସର ନେଇ ଘରେ ଅଛନ୍ତି, କୋର୍ଟ କଚେରୀକି ଆଉ ଆସିପାରୁନାହାନ୍ତି, ସେମାନଙ୍କୁ ସଂଘ ନିଷ୍ପତ୍ତି ନେଇଥିଲା ତାକୁ ଆଜି ମୋହରୀ ଦିବସରେ ସମ୍ବର୍ଦ୍ଧନା ଦେବା। ତଦ୍ରୂପ ଆମେ ସଂଘର ନିଷ୍ପତ୍ତି ଅନୁଯାୟୀ ଆଜି ଭଦ୍ରକ ମୋହରୀ ସଂଘ ଏ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦେଇଛୁ। ତନ୍ମଧ୍ୟରେ ଅଛନ୍ତି ଯେ ଜଗବନ୍ଧୁ ବାରିକ, ଗୋପାଳ ଚରଣ ଗାହାଣ, ପ୍ରଫୁଲ୍ଲ କୁମାର ଦାସ, ଯୋଗେଶ ଚନ୍ଦ୍ର ପାଢ଼ୀ, ଶମ୍ଭୁନାଥ ଦୀକ୍ଷିତ, ପ୍ରସନ୍ନ କୁମାର ଦାସ, ଦେବେନ୍ଦ୍ର କୁମାର ପ୍ରସାଦ ସାହୁ, ସୁଖଦେବ ବାରିକ, ଏହିମାନଙ୍କୁ 8 ଜଣଙ୍କୁ ଭଦ୍ରକ ସଂଘ ଆଜି ସମ୍ବର୍ଦ୍ଧିତ କରିଛି ଏବଂ ସେଥିପାଇଁ ଆମେ ସଂଘ ତରଫରୁ ନିଜକୁ ଧନ୍ୟ ମନେ କରୁଛୁ। ଏବଂ ଯେଉଁମାନେ କାର୍ଯ୍ୟ ଛାଡ଼ି ଯେ ଆଜି ସେ ଅବସର ନେଇଛନ୍ତି, ଏଟା ଗୋଟେ ପୂଜ୍ୟ ପୂଜାକୁ ମାନ୍ୟତା ଦେଇଛି ଏ ସଂଘ ଏବଂ ଜଣେ ପ୍ରତିଭା ମାନଙ୍କୁ ସେ ସମ୍ବର୍ଦ୍ଧିତ କରିଥିବାରୁ ଭଦ୍ରକ ମୋହରୀ ସଂଘ ନିଜକୁ ଆଜି ଧନ୍ୟ ମନେ କରୁଛି। ସାରା ଓଡ଼ିଶାରେ ଆଜି ମୋହରୀ ଦିବସ ପାଳନ ହେଉଥିବା ସ୍ଥଳେ ଭଦ୍ରକରେ ମଧ୍ୟ ଏହି ପାଳନ କାର୍ଯ୍ୟକ୍ରମ ଆଜି ଚାଲିଛି ଏବଂ ଆପଣମାନେ ସମସ୍ତେ ମୋହରୀ ଭାଇମାନେ ଆଜି ସହଯୋଗ କରିଛନ୍ତି। ସମସ୍ତ ମୋହରୀ ଭାଇମାନଙ୍କୁ ଏବଂ ପ୍ରତିଭାମାନେ ସମସ୍ତେ ଯେ ମିଟିଂରେ ଉପସ୍ଥିତ ଥିବାରୁ ସମସ୍ତଙ୍କୁ ମୁଁ ସମ୍ପାଦକ ଭାବରେ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଏ ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଯେଉଁମାନେ ଅବସର ନେବେ ସେମାନଙ୍କୁ ମଧ୍ୟ ତଦ୍ରୂପ ସଂଘ ଆଗାମୀ ଦିନରେ ତାଙ୍କୁ ସମ୍ବର୍ଦ୍ଧିତ କରିବ ଏବଂ ଏ ସଂଘ ସବୁବେଳେ ଭଦ୍ରକ ମାଟିର ଗାଥାକୁ ଆଗକୁ ବଢ଼େଇବ। ଏ ସଂଗ୍ରାମର ମାଟି ଭଦ୍ରକ ପୂଜ୍ୟ ପୂଜାକୁ ସମ୍ମାନ ଦେଇ ଶିଖିଛି ଏବଂ ତାହାରି ଯେଉଁ ସ୍ୱୀକୃତି ଦେଇଛି ସେ ସଂଘ ଯେ ପ୍ରତିଭା ମାନଙ୍କୁ ଚିହ୍ନଟ କରି ଏହାଦ୍ୱାରା ଅନ୍ୟ ମାଧ୍ୟମ ମଧ୍ୟ ପ୍ରେରଣାର ଉତ୍ସ ହେବ ଅନ୍ୟମାନଙ୍କ ପାଇଁ। ଏତିକି କହିବି ଯେ ସଂଘ ତାର ଆଜି ମୋହରୀ ଯେଉଁ ଦିବସରେ ଏହି କାର୍ଯ୍ୟକ୍ରମ କରିଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି।